ଭାଉଜ ମୁଁ ଆସିଲି। ନ କହିରେ ଆସିବାର ଅଭ୍ୟାସ ଟା ଗଲାନି ନା। ମୁଁ କହିଲି ତମେ ତମ ବାପା ଘରକୁ ପଳାଅନି। ଭାଉଜ ଭାଇ କୁଆଡେ ଗଲା ଦୁସୁନି। ତମର ଭଳିଆ କାମ ଧନ୍ଦା ନାଇଁ କି? ଭାଇ ଅଫିସ ଯାଇଛନ୍ତି। ଖାଲି ତ ଦିନ ରାତି ଫୋନ ଆଉ ନଣନ୍ଦ ଆଇଛି କହି ଟିକେ ପିଜ୍ଜା ଟିକେ ବର୍ଗର ଟିକେ ବନେଇଲେ ହବନି? ଗୋଟେ କାମ କର, ତମ ଭାଇଙ୍କୁ ଫୋନ କରିଦିଅ, ହୋଟେଲରୁ ମଗେଇ ଦିଅ। ଘର ଯାକ କଣ ଧୂଳି ଧୂଳି ଲାଗୁଛି। ଭାଉଜ ଝାଡୁ ଫାଡୁ କରୁନ ନା କଣ? ମୋ ବାପା ଘର ନାଇଁ ନା, ତମ ବାପା ଘର, କରିଦିଅ। ବୋଉ କହି ସବୁ ସମ୍ପତ୍ତି ମନା କରିବାକୁ ହୁଁ, ପଡିବ। ନିଅ। ଆଜି କଣ ବର୍ଷା ହବ, ତମ ହାତରୁ ମୋ ପାଇଁ କ୍ଷୀର? ଆଜି ନାଗ ପଞ୍ଚମୀ ନା, ନାଗୁଣୀ କ୍ଷୀର ଦେଲେ ଭଲ। କଣ କହିଲ? ତମ ଭାଇ କହିଲେ ଯେ ଆଣିଲି, ପିଅ। ମହାପୁରରେ 10ଟା ଧୂପକାଠି ଲଗେଇବା କିଏ କହିଲା? ତମର ଭଳି ଆମର କଣ ଫ୍ୟାକ୍ଟ୍ରି ଅଛି? ଫାଷ୍ଟ କଥା, ମହାପ୍ରଭୁ ତମ ଉପରେ ସିନା ପ୍ରସନ୍ନ ନାହାନ୍ତି, ମୋ ଉପରେ ପ୍ରସନ୍ନ ହେବେ ନା। ବାକି ରହିଲା ଫ୍ୟାକ୍ଟ୍ରି କଥା, ତମେ ସୌମେନ ଅଗରବତୀ କମ୍ପାନୀରୁ ଗୋଟେ ମେସିନ୍ ଆଣି ତମେ ଫ୍ୟାକ୍ଟ୍ରି କରୁନ। ଆଜିକାଲି କାହା ଉପରେ ବିଶ୍ୱାସ ନାହିଁ। ଭାଉଜ ସମସ୍ତେ ତମ ଭଳିଆ ଅବିଶ୍ୱାସୀ ନାହିଁ। ଆଜ୍ଞା ହଁ, ସୌମେନ ଅଗରବତୀ କମ୍ପାନୀ ହେଉଛି ଓଡ଼ିଶାର 19 ବର୍ଷ ପୁରୁଣା ଏକ ଭରସାଯୋଗ୍ୟ କମ୍ପାନୀ। ବ୍ରହ୍ମପୁରର ବିପିନ ବିହାରୀ ସାର୍, ଯିଏକି ଜଣେ ବ୍ଲାଇଣ୍ଡ, ସେ ନିଜେ ମେସିନ୍ ଆଣିକି ଘରେ ତାଙ୍କର ଧୂପକାଠି ବିଜନେସ୍ ଷ୍ଟାର୍ଟ କରିଛନ୍ତି। ଯେହେତୁ ମୁଁ ଗୋଟେ ବ୍ଲାଇଣ୍ଡଲି 2.5 ଲକ୍ଷ ଇନଭେଷ୍ଟ କଲି ଏ ମେସିନ୍ଟା ପାଇଁ, କମ୍ପାନୀର ରେସ୍ପଣ୍ଡ ବହୁତ ଭଲ। ମୁଁ ଆଜି ସେଟାକୁ ରିଅଲାଇଜ୍ କରୁଛି ଯେ ପ୍ରକୃତରେ ମୁଁ ଠିକ୍ କରିଛି। ଏଇଟା ଯେହେତୁ ମୁଁ କମ୍ପାନୀ ସହିତ ବାଇବେକ୍ ପଲିସିରେ ମୁଁ ଆଣିଛି, ତ ସେଥିପାଇଁ ମୁଁ ଯାହା ପ୍ରଡକ୍ଟଟା ମୁଁ କମ୍ପାନୀକି ପଠାଇ ଦେଉଛି। ଧୂପକାଠି ବନେଇଲା ପରେ ସେ ସବୁ ଧୂପକାଠି ଡିରେକ୍ଟ କମ୍ପାନୀକୁ ସେଲ୍ କରିଦିଅନ୍ତି। ନା ରହୁଛି ବ୍ରାଣ୍ଡିଂର ଚିନ୍ତା, ନା ମାର୍କେଟିଂର ଚିନ୍ତା। ଆଉ ଯଦି ଆପଣଙ୍କ ମେସିନରେ କିଛି ବି ଇସ୍ୟୁ ଦେଖାଉଛି, ତାହେଲେ 1 year ଯାଏ ୟାଙ୍କ ସର୍ଭିସ୍ ପୁରା ଫ୍ରି। ତ ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ତାହେଲେ ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରନ୍ତୁ।